डॉक्टर विजयानंद सिंह वर्तमान मु अनुरोध करी पाला गायक बा पाला संघर बहुदिन सभापति थिबा आजिर सम्मानित अतिथि श्री सुदर्शन महापात्र को तांको वक्तव्य रखिबा पे जय जगन्नाथ। भाल्यचंदन बिंदु सुंदरतरम तन्मंगलम श्रीफलम पीयूषाधर पक्कबिम्बरुचिरम तन्मंदम चूतंकरं मिनौत रुचिरुसर्वदृशौ सारावुरे खाम्बरं वंदे श्रीराचरनाथ चारुवदनम तं पूर्णकुंभं भजे। सम्माननीय सभापति महाशय, भक्ति भाजन मुख्य अतिथि, संगीत नाटक और साहित्य नाटक एकाडेमी सचिव माननीय चंद्रशेखर होता महोदय, डॉक्टर विजयानंद सिंह केंद्र साहित्य एकाडेमी सदस्य, आपण माने उपस्थित रजतकर प्रेमी समस्त ज्ञानी गुणी विज्ञ विबुद्ध मंडली समस्त को नमस्कार। आपण माने पद्मश्री डॉक्टर रजतकर संपर्क में वक्त मान बहु कथा शुणिले। मु आपण को ताठार अधिक किसी कहीपरि नहीं। तबे मु मन करुछि मु ए आसन रे बसिबा पई अनुपयुक्त हेले भी संस्कृत गोटे श्लोक मोर मन पड़ुछि कीटोपी सुमन संगात आरोहति शतांशिरं अस्मापि जाति रेवत्वं महद्भि सुप्रतिष्ठिता। यदि पत्थर धीरे सिंदूर टिके लगेई ताक आम कौन सी जगार थोईदे छोट मंदिर टे करदे से प्रतिष्ठित हो ठाकुर कि ठाकुराणी। से बड़ी ये जो मोहनीय व्यक्ति मान गहन बसबार योग्यता मोर नथिले मध्य एमान संपर्क आसी एमान गहन रे बसी मुझे प्रतिष्ठित हो पारी। ये सुযোগ देइचंती से परम पिता प्रभु जगन्नाथ। तेणु अनन्य जगन्नाथ भक्तंकर आज ये 92 जयंती उत्सव मुझे प्रभु महाप्रभु विश्वपिता जगन्नाथ चरणार बिंदरे अनंत को निवेदन करुच्ची। आपण माने जहाँ जानिले जहाँ शुणिले ताठार मु अधिक किसी कहीपरि। गोटे वाक्य कहले रजतकर जड़े अनन्य जगन्नाथ भक्त, जड़े विशिष्ट स्तंभकार, जड़े प्राबंधिक गाल्पिक नाट्यकार नाट्य निर्देशक कुशली अभिनेता कुशली उद्घोषक एवं आउ जेते विशेषण आपण ता पूर्व लगेबे से सब तांको पाई कम पड़िबो। तबे ओडिशार जो पंच सखा थिले मो जानिबारे अध्यापक जयकृष्ण त्रिपाठी, अध्यापक गौरी कुमार ब्रह्मा, महापात्र नीलमणि साहू, हृदानंद राय प्रोफेसर हृदानंद राय एवं डॉक्टर पद्मश्री रजत कुमार कर ए पंच सखा पूर्वर 4 जन चली जाइए आउ शेष थिले रजत कर। से एभली भाव चलीगले जे आमको चलीगला भाई लगुनि। सबु बेले शयन स्वप्न जागरणी आमे तांको अनुभव करुचे तांको देखुचे। से सब इन्स्पेक्टर परे स्कूल सब इन्स्पेक्टर परे
ଯେତେବେଳେ ଏସିଆଟ୍ର ଡାଇରେକ୍ଟର ହେଲେ ସେତିକି ବେଳୁ ତାଙ୍କ ସହିତ ମୋର ସମ୍ପର୍କ। ମୁଁ ସେତେବେଳେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସାଧାରଣ ସମ୍ପାଦକ ଥିଲି। ମୋର ଜଣେ ବନ୍ଧୁ, ମୋର ଜଣେ କ୍ଲାସମେଟ୍ ତାଙ୍କ ଅଫିସର ଥିଲେ ଆସିଷ୍ଟାଣ୍ଟ। ତେଣୁ ତାଙ୍କରି ମାଧ୍ୟମରେ ମୁଁ ଯାଇ ସାର୍ଙ୍କୁ ଦେଖା କଲି। ଏତେ ନିବିଡ଼ ସମ୍ପର୍କ କ୍ରମେ କ୍ରମେ ଯୋଡ଼ି ହୋଇଗଲା। ଆଉ ଅଫିସ୍ କି ଘର କୌଣସି ବାରଣ ରହିଲା ନାହିଁ, ସମୟ ବି ବାରଣ ରହିଲା ନାହିଁ। ମୁଁ ଅନାୟାସରେ ତାଙ୍କ ସହିତ କଥାବାର୍ତ୍ତା, ଯିବା ଆସିବା, ଦେଖା ସାକ୍ଷାତ ସବୁ ହେଲା। କାହିଁକି ସେ ମୋତେ ବେଶୀ ଭଲ ପାଇ ବସିଲେ। 15 ଦିନରେ ଥରେ ଯଦି ମୁଁ ତାଙ୍କ ଘରକୁ ନ ଯାଏ, ସେପଟୁ ଫୋନ୍ ଯିବ, ସୁଦର୍ଶନ ଦେହ ଭଲ ନାହିଁ କି, କାହିଁ ଆସେନା ଏତେ ଦିନ ହେଲା। ତେଣୁ ଏଇଭଳି ଭାବରେ ସମ୍ପର୍କ। ମୁଁ ତାଙ୍କୁ ମୋର ପିତା, ମୋର ଜ୍ୟେଷ୍ଠ ଭ୍ରାତା, ମୋର ଗୁରୁର ସମ୍ମାନ ଦିଏ ଏବଂ ତଦନୁରୂପ ସେ ମଧ୍ୟ ମୋତେ ବ୍ୟବହାର କରନ୍ତି। ତାଙ୍କ ପରିବାରର ମୁଁ ଜଣେ ସଦସ୍ୟ ବୋଲି ଏ ମୁନା ବାବୁ, ଅଂଶୁମାନ ଏମାନେ ସମସ୍ତେ ମୋତେ ମନେ କରନ୍ତି ମୁଁ ତାଙ୍କ ପରିବାରର ଜଣେ ସଦସ୍ୟ। ଏସବୁ ଏତେ ସମ୍ପୃକ୍ତି ହେବାର କାରଣ ମୂଳ ହେଉଛି ପାଲା। ମୁଁ ଜଣେ ଛୋଟକାଟିଆ ପାଲା ଗାୟକ, ପାଲା ପରିଷଦର ସାଧାରଣ ସମ୍ପାଦକ। ସେ ଥିଲେ ଦୀର୍ଘ 25 ବର୍ଷ ହେଲା ସେ ଆମ ରାଜ୍ୟ ପାଲା ଗାୟକ ପରିଷଦ, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସେ ଥିଲେ ସ୍ଥାୟୀ ସଭାପତି। ତାଙ୍କର ବିଦାୟ ପରଠାରୁ ଆମେ ଅନୁସନ୍ଧାନ କରୁଛୁ, ଦୀର୍ଘ 3-4 ବର୍ଷ ହେଇଗଲା, ଏପର୍ଯ୍ୟନ୍ତ ସେ ସ୍ଥାନ ଅପୂରଣୀୟ ଅଛି। ସେ ସ୍ଥାନ ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇପାରିନି। କେତେବେଳେ ପୂର୍ଣ୍ଣ କରିବେ ସେଇ ପ୍ରଭୁ ଜଗନ୍ନାଥ ଜାଣନ୍ତି। ପାଲା ସାହିତ୍ୟର, ପାଲା ପରିଷଦର ପ୍ରତ୍ୟେକ କାର୍ଯ୍ୟକାରୀ କମିଟି, ପ୍ରତ୍ୟେକ ନହେଲେ ମଧ୍ୟ କିଛି କାର୍ଯ୍ୟକାରୀ କମିଟି, ପାଲା ସେମିନାର, ପାଲା ବାର୍ଷିକ ସମ୍ମିଳନୀରେ ତ ସେ ନିଶ୍ଚିତ ଉପସ୍ଥିତ ହେବେ। ଆଉ ଯେଉଁଦିନ ତାଙ୍କର ପ୍ରୋଗ୍ରାମ ଥିବ ସେଦିନ ଓଡ଼ିଶାର କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ବାରିପଦା ଇତ୍ୟାଦି ବିଭିନ୍ନ ଅଞ୍ଚଳରୁ ଗାୟକମାନେ ଆସି ସେଇଦିନ ପହଞ୍ଚିବେ। ତାଙ୍କର ଯେଉଁଦିନ ପ୍ରୋଗ୍ରାମ ଥିବ କେବଳ ତାଙ୍କର ଭାଷଣକୁ ଶୁଣିବା ପାଇଁ, ତାଙ୍କ ଭାଷଣ ଶୁଣି ଅନ୍ତତଃ ଏତେ ଉଲ୍ଲସିତ ହୁଅନ୍ତି ସମସ୍ତେ ଯେ ତାଙ୍କର ସୁନାମ ମାନେ କରତାଳି ମାଡ଼ରେ ସେ ସଭାସ୍ଥଳ ପ୍ରକମ୍ପିତ ହୋଇଯାଏ। ଯାହା ହଉ, ଆମର ଗୋଟେ ପ୍ରଫୁଲ୍ଲ ପାଠାଗାର ଜଗତସିଂହପୁରରେ ପ୍ରଫୁଲ୍ଲ ଦାସ ବୋଲି ଜଣେ ଲୋକ, ସେ ତାଙ୍କ ନାଁରେ ପ୍ରସନ୍ନ ଦାସ, ସେ ତାଙ୍କ ସାନ ଭାଇଙ୍କ ନାଁରେ ଗୋଟେ ପ୍ରଫୁଲ୍ଲ ପାଠାଗାର ଖୋଲିଥିଲେ। ସେଇ ପାଠାଗାର ଅଧୀନରେ, ସେଇ ପାଠାଗାର ମାଧ୍ୟମରେ ମୁଁ, ଡକ୍ଟର ରଜତକର ହେଉଛନ୍ତି ପ୍ରଥମ ଏବଂ ଆମର ଡକ୍ଟର ନିରଞ୍ଜନ ପଣ୍ଡା, ମୁଁ ଆଉ ପ୍ରଫୁଲ୍ଲ ଦାସ, ଏମାନେ ସମସ୍ତେ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ବାରିପଦା, ଯାଜପୁର ଇତ୍ୟାଦି ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ ୟାକୁ ଗସ୍ତ କରି କେଉଁଠି ଡାକବଙ୍ଗଳାରେ, କେଉଁଠି ହୋଟେଲରେ ରହି ସାର୍ ତ ଯାହା ଖାଆନ୍ତି ଆମେ ସେଇ ଖାଦ୍ୟ ଖାଇବୁ। 2 ରାତି 3 ରାତି ପ୍ରତିବର୍ଷ ଏଇଭଳି 5-7 ରାତି ତାଙ୍କ ସହିତ ଚଳି ବିତେଇ ଆମର ଗୋଟେ ସୌହାର୍ଦ୍ଦ୍ୟତା ଏଭଳି ଭାବରେ ଆସିଯାଇଛି ଯେ ତାକୁ ବର୍ଣ୍ଣନା କରିବା ଅସମ୍ଭବ। ପାଲା ଗାୟକମାନଙ୍କୁ ସେ କହନ୍ତି, ପାଲା ଗାୟକମାନେ ହେଉଛନ୍ତି ଏ ଜାତିର ରକ୍ଷକ, ଏ ସଂସ୍କୃତିର, ଏ ସାହିତ୍ୟର ସେମାନେ ରକ୍ଷକ, ପ୍ରସାରକ, ପ୍ରଚାରକ, ଏ ଜାତିର ଅଧ୍ୟାପକ, ଏ ଜାତିର ନମସ୍ୟ। ପାଲା ଗାୟକମାନଙ୍କୁ ଏମିତି ଭଲ ପାଆନ୍ତି ସେ। ଆଉ ବାଦୀପାଲାର ସମୀକ୍ଷାରେ ଆପଣମାନେ ତ ସବୁ ଦେଖିଦେବେ, ସେ ଯେଭଳି ସମୀକ୍ଷା କରନ୍ତି ଏପର୍ଯ୍ୟନ୍ତ ସେଭଳି ସମୀକ୍ଷା ଆଉ ପାଲା ଗାୟକମାନେ
କି ଶ୍ରୋତାମାନେ ଆଉ ପାଇପାରୁନାହାନ୍ତି। ସେଥିପାଇଁ ପ୍ରାର୍ଥନା ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ମୁଁ ଶତକୋଟି ପ୍ରଣାମ ଜଣେଇବି। ରଜତକରଙ୍କର ବିଦାୟ ମର୍ତ୍ତ୍ୟମଣ୍ଡଳରୁ ହେଇଯିବା ପରେ ମଧ୍ୟ 2 ବର୍ଷ ପର୍ଯ୍ୟନ୍ତ ତାଙ୍କରି ଅମଳରେ ହେଇଥିବା ପାଲାଗୁଡ଼ିକ ଯେଉଁ ରେକର୍ଡ଼ିଂ ହେଇଥିଲା ସେଗୁଡ଼ିକ ସେ ପୁନର୍ବାର ପ୍ରସାରଣ କରି ଆମକୁ ଧନ୍ୟ କରିଦେଇଛନ୍ତି। ବିଶେଷ କିଛି କହିବାର ନାହିଁ। ଆଜି ଯେଭଳି କାଚ କାଞ୍ଚନ ସଂସର୍ଗାତ ଧତ୍ତେ ମାରକତି ଦ୍ୟୁତି ତଥା ସତ୍ସନ୍ନିଧାନେନ ମୂର୍ଖୋ ଜାତି ପ୍ରବୀଣତାଂ। ମୁଁ 65 ବର୍ଷ ପାଲା ଗାଇଲି, ବୟସ ବର୍ତ୍ତମାନ ମୋତେ 83 ହେଲା। ସାର୍ ମୋ ଠାରୁ ଆଉ 9 ବର୍ଷ ବଡ଼, ତେଣୁ ସେ ମୋତେ ସାନ ଭାଇ ବୋଲି ଭାବନ୍ତି। ମୋର ଶେଷ ଶ୍ରଦ୍ଧାଞ୍ଜଳି ମୁଁ ଜଣେଇ ଦେଇଛି ତାଙ୍କର ଦ୍ୱାଦଶାହ ତିଥିରେ 6 ନମ୍ବରରେ ଯେଉଁ ହେଉଥିଲା ସମାରୋହ, ସେହି ସମାରୋହରେ ମୁଁ ପାଲା ଗାନ କରି ମୋର ଶେଷ ଶ୍ରଦ୍ଧାଞ୍ଜଳି ତାଙ୍କୁ ଜଣେଇ ଦେଇଛି। ଏଥର ମୁନାବାବୁ ମୋ ନାଁକୁ ସମ୍ମାନିତ ଅତିଥି ଭାବରେ ରଖି ମୋତେ ଯେଭଳି ଭାବରେ ସମ୍ବର୍ଦ୍ଧିତ କରିଛନ୍ତି, ଇଏ ମୋ ଜୀବନ ତନ୍ତ୍ରୀ ଭିତରେ ଗୁନ୍ଥା ହେଇ ରହିଗଲା। ୟାକୁ ଆଉ କେବେ ହେଲେ ଭୁଲିବାର ନାହିଁ। ଯେଉଁଦିନ ସମ୍ବାଦ ଶୁଣିଲି ଏଇ ମର୍ମନ୍ତୁଦ ମନସ୍ତାପରେ ମୋର ପ୍ରିୟ ଶିଷ୍ୟ ସୁରେଶକୁ ସାଙ୍ଗରେ ଆଣି ମୁଁ ଆସି ବାସଭବନରେ ପହଞ୍ଚିଲି। ଅପେକ୍ଷା କଲି, ସଭାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲି। ତାର ଦିନକ ପରେ ଝଙ୍କୃତ ହେଇ ଉଠିଲା ଆମର ବୃନ୍ଦାବନ ପଣ୍ଡାଙ୍କ କଣ୍ଠରେ, ମୋବାଇଲରେ, ପ୍ରତ୍ୟେକ ମୋବାଇଲରେ, ପଦ୍ମଶ୍ରୀ ଉପାଧି ପ୍ରାପ୍ତ ସଂସ୍କୃତି ରକ୍ଷକ ପାଲା ସାହିତ୍ୟର ତୁମେ ଶ୍ରେଷ୍ଠ ଉପାସକ, ଶ୍ରେଷ୍ଠ ସମୀକ୍ଷକ, କାନ୍ଦୁଛି ସାହିତ୍ୟ ସଭା, କାନ୍ଦେ ପାଲାକାର, ଫେରିଆସ ଫେରିଆସ ହେ ରଜତ କର। ଠିକ୍ ତାପରେ ପରେ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ସେ ମଧ୍ୟ କବିତାରେ ଲେଖିଲେ, ଯେଉଁଠିକି ପ୍ରକାଶ ପାଇଛି, ବିଚ୍ଛନ୍ଦ ଚରଣ ଶିଷ୍ୟ ଆଭରଣ ବରେଣ୍ୟ ବିବୁଦ୍ଧ ବର କଳିଙ୍ଗ ଭାରତୀ ପୂଜ୍ୟ ସଭାପତି ସାରସ୍ୱତ ବିଭାସ୍ୱର। ତୁମ ଉଚ୍ଚସ୍ୱର ବକ୍ତବ୍ୟ ପ୍ରଖର ଛାନ୍ଦ ଗାନ ସୁମାଧୁରୀ ବିସ୍ମରଣ ତମ ଗ୍ରସ୍ତ ନୋହି ସମ କାଳେ ତୋଳିବ ଚାତୁରୀ। ଆମ ପାଲା ପରିସରର ନିର୍ଦ୍ଦେଶକ ଡାକ୍ତର ରବିନାରାୟଣ ପଣ୍ଡା ସେ ଲେଖିଲେ, ଭଞ୍ଜ ସାହିତ୍ୟର ଗବେଷକ ପ୍ରଭୁ ମୁଖେ ଭାସୁଥାଇ ସଦା କାବ୍ୟ ବୈଦେହୀଶ ବିଳାସ ଶ୍ରବଣେ ହୃଦେ ଭରେ ମାଦକତା। କଳିଙ୍ଗ ଭାରତୀ ଭଞ୍ଜ ଜୟନ୍ତୀରେ ତୁମେ ଥିଲ କର୍ଣ୍ଣଧାର, ବାଦୀପାଲା ସମୀକ୍ଷକ ମହାଦ୍ରୁମ ସାରସ୍ୱତ ଜଗତର। ଅନେକ ଲୋକ ଅନେକ ଭାବରେ ଏଇଭଳି କରିଛନ୍ତି, ବର୍ଣ୍ଣନା ଲେଖିଛନ୍ତି। ତେଣୁ ଆଜି ତାଙ୍କ ବିଷୟରେ କହିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଶେଷରେ ଗୋଟିଏ କଥା ମୋର ମନେ ପଡ଼ିଯାଉଛି, ସିଏ ମୋତେ ଫୋନ୍ କରି ଡାକନ୍ତି, କିଛି ନିବନ୍ଧ ପ୍ରବନ୍ଧ ବା କୌଣସି ମନ୍ତବ୍ୟ କିଛି ଲେଖିବାକୁ ଥିଲେ ସେ ମୋତେ ଫୋନ୍ କରି ଡାକନ୍ତି, ମୁଁ ଆସେ। ସେ ଡାକନ୍ତି, ମୁଁ ଲେଖେ। ମୋତେ ଥରେ କହିଲେ, ତମେ ହେଉଛ ଗଣେଶ, ମୁଁ ହେଉଛି ବ୍ୟାସ। ବ୍ୟାସ ଅଷ୍ଟାଦଶ ପୁରାଣ ଡାକିଲେ, ଗଣେଶ ଲେଖିଲେ। ମୁଁ ଡାକିବି, ତମେ ଲେଖିବି। ସିଏ ତ ତାଙ୍କ ଡାକିବାର ଅଭାବ ନାହିଁ କି ମୋ ଲେଖିବାରେ ଅଭାବ ନାହିଁ। କଲମକୁ ସେଇଭଳି ଦ୍ରୁତ ଗତିରେ ମୁଁ ଚଲେଇବି। ସେ ଶେଷରେ ଦେଖନ୍ତି, ଆରେ ଅକ୍ଷର ତ ସୁସ୍ପଷ୍ଟ, ଆଉ ବର୍ଣ୍ଣାଶ୍ରୁତ ପ୍ରାୟ ନାହିଁ। ଚମତ୍କାର। ତେଣୁ ମୋତେ ପ୍ରଶଂସା ବି କରନ୍ତି, କହିଲେ ଯାହା ହଉ ସିଏ ବ୍ୟାସ, ମୁଁ ହେଉଛି ଗଣେଶ। ସେ ଡାକନ୍ତି, ମୁଁ ଲେଖେ। ଆଉ ମୋର ଜୟନ୍ତୀ ପ୍ରତିବର୍ଷ ଏଇ ଭୁବନେଶ୍ୱରରେ ପାଳିତ ହୁଏ। ସାର୍ ଥିଲାବେଳେ
ସିଏ ନ ଆସିଲେ ମୋ ଜୟନ୍ତୀ ହେବନି। ସିଏ ନିଶ୍ଚିତ ଭାବରେ ଯିବେ। ତାଙ୍କ ଯିବା ପର୍ଯ୍ୟନ୍ତ ନିଶ୍ଚିତ ସମସ୍ତେ ଅପେକ୍ଷା କରିବେ ପ୍ରତ୍ୟେକ କଥାରେ। ଯାହା ହଉ ଆଜି ତାଙ୍କର 92ତମ ଜୟନ୍ତୀରେ ମୁଁ ଆସି ଯୋଗ ଦେଇ ମୋର ଏଣୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେଥିପାଇଁ ମୁଁ ସେଇ ପରମାତ୍ମାଙ୍କ ନିକଟରେ ନିବେଦନ କରୁଛି, ପ୍ରଭୁ ଆପଣ ଯେଉଁଠି ଥାନ୍ତୁ, ସୁଖରେ ଥାନ୍ତୁ, ଶାନ୍ତିରେ ଥାନ୍ତୁ ଏବଂ ଆମ ପାଲାକାର ମାନଙ୍କୁ ଟିକିଏ କୃପା ଦୃଷ୍ଟିରେ ଚାହିଁଥାନ୍ତୁ। ତାହେଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ନିଶ୍ଚିତ ହେବ। ଏହା ନିଃସନ୍ଦେହ ନିଃସଙ୍କୋଚର ବକ୍ତବ୍ୟ। ଜୟ ଜଗନ୍ନାଥ। ଧନ୍ୟବାଦ ଶ୍ରୀଯୁକ୍ତ ମହାପାତ୍ର। ଆପଣ ବହୁ ଭାବରେ ଶ୍ରୀଯୁକ୍ତଙ୍କର କରଙ୍କର ସ୍ମୃତିକୁ ଆଉ ଆଜି ତାର କ'ଣ ଦରକାର ସେ ବିଷୟରେ କହିପାରିଲେ। ଧନ୍ୟବାଦ। ପଞ୍ଚାଶୀନ